କ୍ରିସ୍ପି କର୍ନ କିନ୍ତୁ ଘରେ ତିଆରି ହେଇଥିବା କର୍ନ କଣ କ୍ରିସ୍ପି ହେଇଥାଏ? କଣ ଆପଣଙ୍କର ବି ଏହି ପ୍ରୋବ୍ଲେମ କି ରେଷ୍ଟୁରାଣ୍ଟର ସେହି ଫେମସ୍ ଷ୍ଟାର୍ଟର ଘରେ ଏତେ କ୍ରିସ୍ପି କଣ ପାଇଁ ହେଇନଥାଏ? କର୍ନ ପୁରାପୁରି କ୍ରିସ୍ପି ହବ ଯଦି ଆପଣମାନେ ମୋର ସମସ୍ତ ଟିପ୍ସ ଏବଂ ଟ୍ରିକ୍ସକୁ ଫଲୋ କରିବେ। ତାହେଲେ ଚାଲନ୍ତୁ ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି ରେଷ୍ଟୁରାଣ୍ଟ ଷ୍ଟାଇଲରେ କ୍ରିସ୍ପି କର୍ନ କିପରି ଘରେ ତିଆରି କରିବେ। ଆଉ ଏହି ରେସିପିର ଖାସ୍ କଥା ଏଇଟା ଯେ ମାତ୍ର 15 ମିନିଟରେ ଆପଣ ଆକୁ ଘରେ ତିଆରି କରିପାରିବେ। ତ ଯେବେ ଇଚ୍ଛା ଆପଣମାନେ ଏହା ତିଆରି କରିକି ଏନ୍ଜୟ କରିପାରିବେ। ତ ଚାଲନ୍ତୁ ଆଜିର ଏହି ଚଟପଟା ରେଷ୍ଟୁରାଣ୍ଟ ଷ୍ଟାଇଲ କ୍ରିସ୍ପ କର୍ନ ତିଆରି କରିବା। ଫ୍ରେଶ କର୍ନର ମଞ୍ଜି ବାହାର କରିକି ଏହି ରେସିପିଟି ବନେଇଲେ ଏଇଟା ତ ବେଶୀ ଟେଷ୍ଟି ଲାଗିଥାଏ, ମାତ୍ର ସବୁବେଳେ ତ ଏହା ଆଭେଲେବୁଲ ନଥାଏ। ତ ଏଇଠି ମୁଁ ନେଇଛି ଫ୍ରୋଜେନ୍ କର୍ନ। ମୋଷ୍ଟ ଇମ୍ପୋର୍ଟାଣ୍ଟ ଟିପ୍ ହେଲା ଆପଣ ଏହି କର୍ନକୁ 4 ରୁ 5 ମିନିଟ୍ ପାଇଁ ଭଲ ଭାବରେ ଗରମ ପାଣିରେ ଫୁଟେଇ ନିଅନ୍ତୁ। ବହୁତ ଜଣ କୁହନ୍ତି ଏଇ କର୍ନ ଫ୍ରୋଜେନ୍ ଆଉ ଏଇଟା ବଏଲ ଥିବ ପୂର୍ବରୁ, କିନ୍ତୁ ଏହି ଭୁଲ ଆପଣ କରନ୍ତୁନି। ଗରମ ପାଣିରେ କିଛି ଲୁଣ ଦେଇ ଆକୁ 4 ରୁ 5 ମିନିଟ୍ ପାଇଁ ଭଲ ଭାବରେ ଫୁଟେଇ ନିଅନ୍ତୁ। ଦେଖନ୍ତୁ ଏଇଠି ମୋର ପାଣି ପୁରାପୁରି ଭଲ ଭାବରେ ଫୁଟି ଆସିଛି। ଏଇଥିରେ ମୁଁ ଲୁଣ ମଧ୍ୟ ଆଡ୍ କରିସାରିଛି। ତ ଏବେ ଯୋଉ କର୍ନ ଫ୍ରୋଜେନ୍ ନେଇଥିଲି ମୁଁ ତାକୁ ଏଇଥିରେ ଆଡ୍ କରିବି ଏବଂ 4 ରୁ 5 ମିନିଟ୍ ପାଇଁ ଭଲ ଭାବରେ ଫୁଟେଇ ନେବି। କିଛି ସମୟ ଆକୁ ଗରମ ପାଣିରେ ଫୁଟେଇବା ଦ୍ୱାରା କର୍ନ କିଛି ମାତ୍ରାରେ ବଏଲ ହେଇଥାଏ ଏବଂ ଏଇଟା ଫ୍ରାଏ କଲା ବେଳେ ଅତି ଶୀଘ୍ର ଫ୍ରାଏ ହେଇଯାଇଥାଏ। ତ ଏଇଟା ହେଲା ସବୁଠୁ ଇମ୍ପୋର୍ଟାଣ୍ଟ ଟିପ୍। ଆପଣ ଜମା ବି ଏଇ ଷ୍ଟେପକୁ ମିସ୍ କରିବେନି। କର୍ନ ଭଲ ଭାବରେ ବଏଲ ହେଲା ପରେ ମୁଁ ଆକୁ ଛାଣିକି ଗୋଟେ ବାଉଲରେ ଅଲଗା କରିନେଇଛି। ତ ଚାଲନ୍ତୁ ଏବେ ଆମେ ଏହି କର୍ନକୁ କୋଟିଂ କରିବା। କୋଟିଂ କରିବା ପାଇଁ ମୁଁ ନେଉଛି କିଛି ଆରାରୁଟ ପାଉଡର ଆଉ କିଛି ମଇଦା। ଆକୁ ଭଲ ଭାବରେ ଏମିତି ଚାମଚ ସାହାଯ୍ୟରେ ଆପଣ ଚଲେଇ ନିଅନ୍ତୁ କିଛି ସମୟ ପାଇଁ। ତ ଦେଖିବେ କୋଟିଂ ଭଲ ଭାବରେ କର୍ନର ଚାରିପଟେ ଲାଗିକି ରହିବ। ଆପଣ ଆକୁ ହାତରେ କରିବା ଅପେକ୍ଷା ଚାମଚ ସାହାଯ୍ୟରେ କଲେ ବେଶୀ ଭଲ କୋଟିଂ ହେଇପାରିବ। ଯଦି ଆପଣଙ୍କର କୋଟିଂ ଅତ୍ୟଧିକ ଡ୍ରାଏ ଲାଗୁଛି ତାହେଲେ ଆପଣ ମଝିରେ ଏମିତି ପାଣି ବି ସିଞ୍ଚି ପାରିବେ। ଆଉ କିଛି ଏକ୍ସଟ୍ରା ଆପଣ କୋଟିଂ ପାଇଁ ଆରାରୁଟ କିମ୍ବା ମଇଦା ଆଡ୍ କରିପାରିବେ। କର୍ନ ଉପରେ କୋଟିଂ ଯେତେ ମୋଟା ରହିବ କର୍ନ ସେତିକି କ୍ରିସ୍ପି ବନିବ ଆଉ ଖାଇବା ପାଇଁ ସେତେ ଟେଷ୍ଟି ଲାଗିବ। ତ ଦେଖନ୍ତୁ ମୁଁ ଚାମଚ ସାହାଯ୍ୟରେ ଆକୁ ଏଇପରିକା ଭାବରେ ମିଶେଇ ନେବି କିଛି ସମୟ ପାଇଁ। କର୍ନ ଭଲ ଭାବରେ କୋଟ୍ ହେଲା ପରେ ମୁଁ ଏଇଠି କିଛି କର୍ନକୁ ଏଇଥିରେ ନେଇକି ଆକୁ କିଛି ସମୟ ପାଇଁ ଚଲେଇ ନେବି, ଯାହା ଦ୍ୱାରା ଯୋଉ ଏକ୍ସେସ୍ କୋଟିଂ ରହିଛି କର୍ନର ସେଇଟା ତଳେ ପଡିଯିବ। ସେମ୍ ପ୍ରୋସିଜରରେ ସବୁତକ କର୍ନକୁ ଏମିତି ଚଲେଇକି ତାର ଏକ୍ସେସ୍ କୋଟିଂକୁ ବାହାର କରିଦେବା। ତ ଚାଲନ୍ତୁ ଏବେ ନେକ୍ସଟ ପ୍ରୋସିଜରକୁ ଯିବା। ଏବେ ଆମେ ଏହି କର୍ନକୁ ଛାଣିବା। ଛାଣିବା ପାଇଁ ମୁଁ ଏଇଠି ଗୋଟେ କଢେଇରେ କିଛି ତେଲ ନେଇଛି। ତ ଯୋଉ ଛାଣିକି ମୁଁ କର୍ନକୁ ଅଲଗା କରିକି ରଖିଥିଲି ତାକୁ ଗୋଟେ ମୁଁ ଏଇଥିରେ ଦେଇ ଦେଖୁଛି। ତ ସଡନ ଆମର ବବଲ୍ସ କ୍ରିଏଟ ହଉଛି, ମାନେ ତେଲ ଆମର ପୁରାପୁରି ପରଫେକ୍ଟ ଅଛି କର୍ନ ଛାଣିବା ପାଇଁ। ତ ଏବେ ମୁଁ କିଛି କିଛି ପରିମାଣର କର୍ନ ଏଇଥିରେ ଦେବି। ଆପଣ କର୍ନକୁ ତେଲରେ ଛାଣିଲା ବେଳେ ପୁରାପୁରି ସାବଧାନତା ଅବଲମ୍ବନ କରିବେ। ଯେମିତିକି କର୍ନକୁ ଦେଲା ପରେ କର୍ନ ଫାଟିଥାଏ। ତ ଫାଟିଲା ବେଳେ ତେଲ ସହିତ ଏଇଟା ବାହାରକୁ ସ୍ପ୍ରେଡ୍ ହେଇଥାଏ, ଯାହାକି ଡେଞ୍ଜରିୟସ୍ ମଧ୍ୟ ହେଇପାରେ। ଯେତେବେଳେ ବି ଆପଣ କର୍ନକୁ ତେଲରେ ଦେବେ ଗୋଟେ କଢେଇର ଲିଡ୍କୁ ନେଇଥିବେ ଲେଫ୍ଟ ସାଇଡ୍ରେ, ସେଇ ଲିଡ୍କୁ ଆପଣ ଧରିକି ରଖିଥିବେ ଏବଂ ରାଇଟ୍ ହ୍ୟାଣ୍ଡରେ ଆପଣ ଫ୍ରାଏ କରୁଥିବେ। ନେକ୍ସଟ ଇମ୍ପୋର୍ଟାଣ୍ଟ ଟିପ୍ ହେଲା ଆମର ଏହି କର୍ନକୁ ଆମେ 2 ଥର ଫ୍ରାଏ କରିବା। ଫାର୍ଷ୍ଟ ଟାଇମ୍ ଆମେ ଅଳ୍ପ କିଛି ଫ୍ରାଏ ହେଇଥିବ ତ ବାହାର କରିନେବା। ଦେଖନ୍ତୁ ଏଇଟା ମୋର ଫାର୍ଷ୍ଟ ଫ୍ରାଏ କରିଥିଲି ଯୋଉ କର୍ନ, ଏଇଟା ଦେଖିବାକୁ ପୁରା ୟେଲୋଇସ୍। ଆଉ ସେକେଣ୍ଡ ଟାଇମ୍ ମଧ୍ୟ ଏହି କର୍ନକୁ ଆପଣ ଫ୍ରାଏ କରିବେ। ତ ଦେଖନ୍ତୁ ଏଇଠି ମୋର ସେକେଣ୍ଡ ଟାଇମ୍ ଫ୍ରାଏ କରିଥିବା କର୍ନ ଏଇଟା ଆଉ ଟିକେ ବ୍ରାଉନିଶ କଲରରେ ଦେଖାଯାଉଛି। ସେକେଣ୍ଡ ଡବଲ ଫ୍ରାଏ କରିବା ଦ୍ୱାରା ଆମର କର୍ନ ଅତ୍ୟଧିକ କ୍ରିସ୍ପି ହେଇଥାଏ। ଏଇଟା ହେଲା ଗୋଟେ ମେନ୍ ଇମ୍ପୋର୍ଟାଣ୍ଟ ଟିପ୍। ଆକୁ ସାଇଡରେ ରଖିକି ଚାଲନ୍ତୁ ଯିବା ନେକ୍ସଟ ଷ୍ଟେପକୁ। ଏଥିପାଇଁ ମୁଁ ଗୋଟେ କଢେଇରେ କିଛି ତେଲ ଗରମ କରି ନେଇଛି। କିଛି ଅଦା ଛେଚିକି ନେଇଥିଲି ତାକୁ ମୁଁ ଭଲ ଭାବରେ ଫ୍ରାଏ କରି ନେଉଛି। 2 ରୁ 3ଟି କଞ୍ଚା ଲଙ୍କାକୁ ଭଲ ଭାବରେ କାଟିକି ନେଇଥିଲି ତାକୁ ଏଥିରେ ଆଡ୍ କରୁଛି। 2ଟି ମିଡିୟମ ସାଇଜର କ୍ୟାପ୍ସିକମକୁ ମୁଁ ଏଠି ଚପ୍ କରିକି ନେଇଥିଲି ତାକୁ ଆଡ୍ କରୁଛି। ଆକୁ କିଛି ସମୟ ପାଇଁ କୁକ୍ ହବା ପାଇଁ ଦିଅନ୍ତୁ। ଏବେ ମୁଁ ଏଥିରେ ଟମାଟୋ ସସ୍ ଆଡ୍ କରୁଛି।
ताको किछि समय घांटी नियंतु। एबे मु दउछि एथिरे सोया सॉस देला परे मु एही सॉस रे चटपटा फ्लेवर आनिया पे मु किछि विनेगार दउछि। एटा टोटली ऑप्शनल, आपण चाहिले याको स्किप मध्य करि परिबे, किंतु विनेगार दबा द्वारा एथिरे गोटे चटपटा फ्लेवर आस्थाए। आ किछि समय पई सॉस सब को एम्ति तार रस मिल जिबा पर्यंत घांटी नेबी। तो एबे नेक्स्ट हमर इंपोर्टेंट स्टेप हैला, एही स्टेज रे आपण गैस को बंद कर दियंतु। गैस बंद करला परे एटा पूरा पूरी सॉस ठंडा हैला परे आपण एही कॉर्न को एथिरे देबे। आ कॉर्न भी आपणकर पूरा पूरी ठंडा हेतिबा दरकार, जहा द्वारा कॉर्न रो क्रिस्पीनेस बेसी समय पर्यंत रहिथिबो। एवं सॉस सहित आकु आउ किछि समय पई मु एम्ति चलेई नेबी, जहा द्वारा सॉस कॉर्न ऊपर भल भाबरे कोट हे परिबो। लास्ट रे किछि दउछि मु एथिरे काटिकी रखिथिबा धनिया पत्र भल भाबरे आकु मिसेई नेबी। तो एठी आमर रेस्टोरेंट स्टाइल क्रिस्पी कॉर्न पूरा पूरी रेडी हे ଯାଇଛି। तो चलतो एबे आकु गोटे प्लेट रे सर्व करि नबा। आपण बनेइला बेले जदि पूरा टिप्स एवं ट्रिक्स सहित बनेबे ताहेले निहाती क्रिस्पी रहिबो। तो आपण माने निश्चिंत थरे आकु बनांतु। आ बनेइकी खाइला परे केमति लागिला मते कमेंट बॉक्स रे निश्चिंत कमेंट करंतु। आ ता सहित आजिर एई रेसिपीटी आपण मानकु जदि टिके भल लागिछि ताहेले लाइक निश्चय करंतु। आ शेयर करंतु फ्रेंड सर्कल सहित। मो चैनल को सब्सक्राइब करिया पे भूलिबेनी। आ पाखरे थिबा बेल आइकन को क्लिक करंतु, जहा द्वारा मोर समस्त अपडेट आपण मानक पाखकु अति शीघ्र पहुंची जिवो। ताहेले आजि पई रहिली, देखा हबा गोटे नुआ रेसिपी सहित। धन्यवाद।